Welcome to our class Deep Insights. So today we are discussing about जोटा कि education honors unit 2 ର ରହୁଛି ସାମୂହିକ ପ୍ରତିନିଧିତ୍ୱ ତତ୍ତ୍ୱ ଇମାଇଲ ଦୁର୍ଖାଇମ ଯୋଉ ତତ୍ତ୍ୱ ଦେଇଛନ୍ତି ତା ଉପରେ ଦେଖିବା theory of collective representation ଇମାଇଲ ଦୁର୍ଖାଇମ। ତ ଫାର୍ଷ୍ଟ ଆମେ ଇମାଇଲ ଦୁର୍ଖାଇମଙ୍କ ବିଷୟରେ ଜାଣିବା ଦେନ୍ ତାଙ୍କର ସାମୂହିକ ପ୍ରତିନିଧିତ୍ୱ ତତ୍ତ୍ୱ ବିଷୟରେ ଗୋଟେ ପରେ ଗୋଟେ ଜାଣିବା। ତ ଫାର୍ଷ୍ଟ ଜାଣିବା ତାଙ୍କର ଲାଇଫ ସ୍କେଚ। ତ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଅଗଷ୍ଟ କୋମ୍ତେଙ୍କ ପରେ ଇମାଇଲ ଦୁର୍ଖାଇମ ହେଉଛନ୍ତି ଦ୍ୱିତୀୟ ସମାଜ ବିଜ୍ଞାନବିଦ। ତାହେଲେ ସୋସିଓଲୋଜିର ଫାଦର ଯଦି କୁହାଯାଏ ଅଗଷ୍ଟ କୋମ୍ତେ, ତ ତାଙ୍କ ପରେ ଊନବିଂଶର ଶେଷ ଭାଗରେ ଇମାଇଲ ଦୁର୍ଖାଇମ ହେଉଛନ୍ତି ଦ୍ୱିତୀୟ ସମାଜ ବିଜ୍ଞାନବିଦ ହେଉଛନ୍ତି ଯଦି କୁହାଯାଏ ତ ଇମାଇଲ ଦୁର୍ଖାଇମ। ତ ସେ 1858 ମସିହା ଏପ୍ରିଲ ମାସ 15 ତାରିଖରେ ଫ୍ରାନ୍ସର ଉତ୍ତର ପୂର୍ବସ୍ଥିତ ଲରେନ୍ର ଏକ ଇହୁଦୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। କିଏ? ଇମାଇଲ ଦୁର୍ଖାଇମ। ପିଲାଦିନରୁ ଜଣେ ମେଧାବୀ ଓ ପ୍ରତିଭା ସମ୍ପନ୍ନ ଦୁର୍ଖାଇମଙ୍କ ପ୍ରାରମ୍ଭିକ ଶିକ୍ଷା ଏପିନାଲର ଏକ ସ୍ଥାନୀୟ କଲେଜରୁ ସମାପ୍ତ ହୋଇଥିଲା। ଉଚ୍ଚତର ଶିକ୍ଷା ନିମିତ୍ତ ସେ ପ୍ୟାରିସର ପ୍ରତିଷ୍ଠିତ ଇକୋଲ ଏକାଡେମୀକୁ ବାଛିଥିଲେ। 1885 ମସିହାରେ ସେ ଅଧିକ ଅଧ୍ୟୟନ ପାଇଁ ପ୍ୟାରିସ ଓ ଜର୍ମାନ ଯାଇଥିଲେ। 1885ରେ ସେ ପ୍ୟାରିସ ଆଉ ଜର୍ମାନ ଯାଇଥିଲେ ଅଧିକ ଅଧ୍ୟୟନ ପାଇଁ। ସେ ଶ୍ରମ ବିଭାଜନ ଉପରେ ଏକ ନିବନ୍ଧ ଲେଖି PhD ଉପାଧି ଲାଭ କରିଥିଲେ। ତାହେଲେ ଶ୍ରମ ବିଭାଜନ ଗୋଟେ ତାଙ୍କର ଲେଖା, ଗୋଟେ ନିବନ୍ଧ, ଯାହାକୁ ଲେଖିକି ସେ PhD ଉପାଧି ଲାଭ କରିଥିଲେ। ତ 1887 ମସିହାରେ ବାର୍ଡିୟସ୍କ ବିଶ୍ୱବିଦ୍ୟାଳୟରେ ସମାଜ ବିଜ୍ଞାନ ଓ ଶିକ୍ଷା ବିଭାଗର ପ୍ରଫେସର ଭାବେ ଯୋଗ ଦେଇଥିଲେ। ତାଙ୍କର ପତ୍ନୀ ଲୁଇସ୍ ଡ୍ରେଫୁ ଅତ୍ୟନ୍ତ ସହଯୋଗୀ ଥିଲେ ମଧ୍ୟ 1914 ଯୁଦ୍ଧରେ ତାଙ୍କର એકમાત્ર ପୁତ୍ର ଆନ୍ଦ୍ରେ ଆଘାତପ୍ରାପ୍ତ ହେବା ତାଙ୍କୁ ଏତେ ମାନସିକ ଆଘାତ ଦେଇଥିଲା ଯେ ତାହା ଫଳରେ 1916 ମସିହାରୁ ସେ ରୋଗାଗ୍ରସ୍ତ ହୋଇପଡ଼ିଥିଲେ। କିନ୍ତୁ ରୋଗାଗ୍ରସ୍ତ ହେବା ପରେ ମଧ୍ୟ ସେ ତାଙ୍କର ଲେଖନୀ ଚାଳନା ବନ୍ଦ କରିନଥିଲେ। ତାଙ୍କର ବହୁତ ସାରା ରଚିତ ପୁସ୍ତକ ରହିଛି, ତା ବିଷୟରେ ଆମେ ଆଗକୁ ଡିସ୍କସନ କରିବା। 1917 ମସିହା ନଭେମ୍ବର 15 ତାରିଖରେ ତାଙ୍କର ପତ୍ନୀ ଓ ଝିଅ ମେରୀଙ୍କୁ ତାଙ୍କର ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ଦାୟିତ୍ୱ ଅର୍ପଣ କରି ଚିରଦିନ ପାଇଁ ସେ ଏହି ସମାଜରୁ ବିଦାୟ ନେଇଥିଲେ। ତ ଦୁର୍ଖାଇମଙ୍କ ଦ୍ୱାରା ରଚିତ ପ୍ରଧାନ ପୁସ୍ତକ ଗୁଡ଼ିକ ହେଲା ଶ୍ରମ ବିଭାଜନ, ଦି ଡିଭିଜନ ଅଫ ଲେବର ଇନ୍ 1893। 1893ରେ ଶ୍ରମ ବିଭାଜନ, ଦି ଡିଭିଜନ ଅଫ ଲେବର ସେ ରଚନା କରିଥିଲେ ପୁସ୍ତକଟି। ସମାଜ ବିଜ୍ଞାନ ପଦ୍ଧତିର ନିୟମ, ଦି ରୁଲ୍ସ ଅଫ ସୋସିଓଲୋଜିକାଲ ମେଥଡ, ଯୋଉଟା କି ରଚନା ହେଇଥିଲା କେବେ? 1895ରେ। ଆତ୍ମହତ୍ୟା, ଦି ସୁଇସାଇଡ, 1889ରେ। ଧର୍ମୀୟ ଜୀବନର ପ୍ରାରମ୍ଭିକ ସ୍ୱରୂପ, ଏଲିମେଣ୍ଟାରୀ ଫର୍ମ ଅଫ ରିଲିଜିୟସ ଲାଇଫ, 1912। ଶିକ୍ଷା ଓ ସମାଜ ବିଜ୍ଞାନ, ଏଜୁକେସନ ଆଣ୍ଡ ସୋସିଓଲୋଜି, 1924। ତାଙ୍କ ମୃତ୍ୟୁ ପରେ ପ୍ରକାଶିତ ହୋଇଥିବା ପୁସ୍ତକ ଗୁଡ଼ିକ ହେଉଛି ଶିକ୍ଷାର ସମାଜ ବିଜ୍ଞାନ, ସୋସିଓଲୋଜି ଅଫ ଏଜୁକେସନ ଇନ୍ 1922, ଦର୍ଶନ ସମାଜ ବିଜ୍ଞାନ, ସୋସିଓଲୋଜି ଅଫ ଫିଲୋସଫି ଇନ୍ 1924, ନୈତିକ ଶିକ୍ଷା, ମୋରାଲ ଏଜୁକେସନ ଇନ୍ 1925। ଦୁର୍ଖାଇମଙ୍କ ଉପରେ ବୌଦ୍ଧିକ ପ୍ରଭାବ, ଇଣ୍ଟେଲେକ୍ଚୁଆଲ ଇମ୍ପାକ୍ଟ ଅନ୍ ଦୁର୍ଖାଇମ। ବୌଦ୍ଧିକ କ୍ଷେତ୍ରରେ ଦୁର୍ଖାଇମ ଆଗକୁ ବଢ଼ାଇ ନେଇଥିଲେ। ବୌଦ୍ଧିକ କ୍ଷେତ୍ରରେ ଦୁର୍ଖାଇମ ଅଗଷ୍ଟ କୋମ୍ତେଙ୍କ ଠାରୁ ବହୁତ କିଛି ଶିକ୍ଷା ଲାଭ କରିଥିଲେ। ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଦୁର୍ଖାଇମଙ୍କ ଶ୍ରମ ବିଭାଜନ ପୁସ୍ତକ। ତାହେଲେ ତାଙ୍କର ଜୀବନଟା ବା ତାଙ୍କର ବୌଦ୍ଧିକ ସ୍ତରରେ ପ୍ରଭାବ ପକେଇଥିଲା ଅଗଷ୍ଟ କୋମ୍ତେଙ୍କର ସୋସିଓଲୋଜି ଉପରେ ଯୋଉ ଅବଦାନ ଗୁଡ଼ାକ ତାଙ୍କ ଉପରେ ଅଧିକ ପ୍ରଭାବିତ କରିଥିଲା ତାଙ୍କୁ ସୋସିଓଲୋଜି ଉପରେ ରଚନା କରିବା ପାଇଁ। ତ ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଦୁର୍ଖାଇମଙ୍କ ଶ୍ରମ ବିଭାଜନ ପୁସ୍ତକ, ଯେଉଁଥିରେ
କି ସେ 17ଟି ସ୍ଥାନରେ କୋମ୍ତେଙ୍କ ସନ୍ଦର୍ଭ ନେଇଛନ୍ତି। କୋମ୍ତେଙ୍କ ରେଫରେନ୍ସ ନେଇଛନ୍ତି 17ଟା ସ୍ଥାନରେ। ତ ଦୁର୍ଖାଇମ୍ କୋମ୍ତେଙ୍କ ଅଧ୍ୟୟନ ପଦ୍ଧତି ମେଥଡୋଲୋଜି ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ। ହର୍ବର୍ଟ ସ୍ପେନ୍ସର, ବ୍ରିଟିଶ ନୃଶାସ୍ତ୍ରୀ ୱିଲିୟମ ରବର୍ଟସନ୍ ସ୍ମିଥ, ଜର୍ମାନ ଦାର୍ଶନିକ ଇମାନୁଏଲ କାଣ୍ଟ, ସିମେଲ ଗମ୍ପ୍ଲୋଇଜ ଏବଂ ଟନିଜ ୱିଲହେଲ୍ମ ଉଣ୍ଡଟ୍ ଇତ୍ୟାଦି ବିଚାରକଙ୍କ ଦ୍ୱାରା ଦୁର୍ଖାଇମ୍ ଯଥେଷ୍ଟ ପ୍ରଭାବିତ ହୋଇଥିଲେ। ଦେନ୍ ତାଙ୍କର ଦେଖିବା ଶ୍ରମ ବିଭାଜନ ଡିଭିଜନ ଅଫ ଲେବର। ଦୁର୍ଖାଇମଙ୍କର ସର୍ବପ୍ରଥମ ରଚିତ ଗ୍ରନ୍ଥ ଥିଲା ଡି ଲା ଡିଭିଜନ ଡ୍ୟୁ ଟ୍ରାଭେଲ ସୋସିଆଲ। ଡି ଲା ଡିଭିଜନ ଡ୍ୟୁ ଟ୍ରାଭେଲ ସୋସିଆଲ। ଏହି ମହାନ କୃତି ପ୍ରକାଶନ 1893 ମସିହାରେ ହୋଇଥିଲା। ଦୁର୍ଖାଇମ୍ ତାଙ୍କର ଗ୍ରନ୍ଥ ଦି ଡିଭିଜନ ଅଫ ଲେବର ଇନ ସୋସାଇଟି ଆଧାରରେ ଡକ୍ଟରେଟ ଡିଗ୍ରୀ ପାଇଥିଲେ। ବିଷୟବସ୍ତୁ ଦୃଷ୍ଟିକୋଣରୁ ଦୁର୍ଖାଇମ୍ ତାଙ୍କ ଗ୍ରନ୍ଥକୁ 3ଟି ଭାଗରେ ବିଭକ୍ତ କରିଛନ୍ତି। ପ୍ରଥମେ ହେଉଛି ଶ୍ରମ ବିଭାଜନର ପ୍ରକାର୍ଯ୍ୟ, ଫଙ୍କସନ୍ସ ଅଫ ଡିଭିଜନ ଅଫ ଲେବର, ଶ୍ରମ ବିଭାଜନର ପ୍ରକୃତି, ସ୍ଥିତି ଏବଂ କାରଣ, କଜେସ୍ ଆଣ୍ଡ କଣ୍ଡିସନ ଅଫ ଦି ଡିଭିଜନ ଅଫ ଲେବର, ଶ୍ରମ ବିଭାଜନ ବିଶ୍ଳେଷଣ, ଆନାଲିସିସ୍ ଏ ଡିଭିଜନ ଅଫ ଲେବର। ସାମାଜିକ ସଂହତି ଆଧାରରେ ଦୁର୍ଖାଇମ୍ ସମାଜକୁ 2 ଭାଗରେ ବିଭକ୍ତ କରିଛନ୍ତି। ଯାନ୍ତ୍ରିକ ସଂହତି ମେକାନିକାଲ ସଲିଡାରିଟି ଏବଂ ଜୈବିକ ସଂହତି ଅର୍ଗାନିକ ସଲିଡାରିଟି। ଯାନ୍ତ୍ରିକ ସଂହତି କଣ ଦେଖିବ ବର୍ତ୍ତମାନ। ଆଦିମ, ଛୋଟ ବା ସଭ୍ୟତା ଓ ସଂସ୍କୃତି ଦୃଷ୍ଟିରେ ପଛୁଆ ସମାଜରେ ଯାନ୍ତ୍ରିକ ସଂହତି ଦେଖାଯାଇଥାଏ। ଯାନ୍ତ୍ରିକ ସଂହତି ଥିବା ସମାଜରେ ପ୍ରଚଳିତ ଆଚାର ସଂହତି ଉଲ୍ଲଂଘନକାରୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ଥାଏ, ଯାହା ଫଳରେ ଅନ୍ୟ ସଦସ୍ୟମାନେ ଏଭଳି କରିବାକୁ ସାହସ କରିବେ ନାହିଁ। ଏଭଳି ଏକତାକୁ ଦୁର୍ଖାଇମ୍ ଯାନ୍ତ୍ରିକ ଏକତା ବା ସଂହତି ବା ମେକାନିକାଲ ସଲିଡାରିଟି କହିଛନ୍ତି। ଏହି ପ୍ରକାର ସଂହତିକୁ ଦମନକାରୀ ଆଇନ ରିପ୍ରେସିଭ ଲ ସ୍ଥାୟିତ୍ୱ ଦେଇଥାଏ, ଅର୍ଥାତ୍ ଏହି ପ୍ରକାର ସମାଜରେ ନୈତିକ ସଂହତିକୁ ଉଲ୍ଲଂଘନକାରୀଙ୍କୁ ଯେସାକୁ ତେସା ଟିଟ୍ ଟୁ ଟ୍ୟାଟ୍ ନୀତିରେ ଦଣ୍ଡ ଦିଆଯାଇଥାଏ। ଦେନ୍ ଆସୁଛି ଜୈବିକ ସଂହତି ଅର୍ଗାନିକ ସଲିଡାରିଟି। ଦୁର୍ଖାଇମଙ୍କ ମତରେ ଯାନ୍ତ୍ରିକ ସଂହତି ସାମୂହିକ ସଚେତନତା ଓ ଦମନକାରୀ ଆଇନ ଇତ୍ୟାଦି ଲକ୍ଷଣଯୁକ୍ତ ସମାଜ କ୍ରମଶଃ ଜୈବିକ ସଂହତିଯୁକ୍ତ ସମାଜ ଦିଗରେ ପରିବର୍ତ୍ତନ ହେବାରେ ଲାଗେ। ଅସମାନତା, ଅସାମଞ୍ଜସ୍ୟତା, ବିଭେଦୀକରଣ ଉପରେ ଜୈବିକ ସଂହତି ପର୍ଯ୍ୟବସିତ। ଏହି ପ୍ରକାର ସଂହତିରେ ବ୍ୟକ୍ତି ଓ ସମୂହ ମଧ୍ୟରେ ସମାନତା ପରିଦୃଷ୍ଟ ହୋଇନଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ନିର୍ଭରଶୀଳତା ବୃଦ୍ଧି ପାଇଥାଏ। ଜୈବିକ ଏକତା ରକ୍ଷା କରିବା ପାଇଁ ସମାଜରେ କ୍ଷତିପୂରଣ ଆଇନ ବା ପୁନଃ ସ୍ଥାପନମୂଳକ ଆଇନ ଦେଖାଯାଇଥାଏ। ଦୁର୍ଖାଇମ୍ ତାଙ୍କର ଶ୍ରମ ବିଭାଜନ ଗ୍ରନ୍ଥର ପ୍ରଥମ ଖଣ୍ଡର 3ୟ ଅଧ୍ୟାୟରେ ଦର୍ଶାଇଛନ୍ତି ଯେ ଜୈବିକ ସଂହତି ସ୍ୱତଃ ଉତ୍ପତ୍ତି ଲାଭ କରିଥାଏ। ଶ୍ରମ ବିଭାଜନର କାରଣ ଦେଖିବା ବର୍ତ୍ତମାନ। ତ ଦୁର୍ଖାଇମଙ୍କ ମତରେ ଯାନ୍ତ୍ରିକ ସଂହତି ଉପରେ ଆଧାରିତ ସମାଜକୁ ଜୈବିକ ସଂହତି ଉପରେ ଆଧାରିତ ସମାଜକୁ ପରିବର୍ତ୍ତନ ଶ୍ରମ ବିଭାଜନର କାରଣ ବୋଲି ସ୍ୱୀକାର କରାଯାଏ। ସେ ଶ୍ରମ ବିଭାଜନର ବିକାଶର 2ଟି କାରଣକୁ ଚିହ୍ନଟ କରିଛନ୍ତି, ଯଥା ଜନସଂଖ୍ୟାର ଘନତ୍ୱରେ ବୃଦ୍ଧି, ଜନସଂଖ୍ୟାର ନୈତିକ ଘନତ୍ୱରେ ବୃଦ୍ଧି। ତ ଶ୍ରମ ବିଭାଜନର ପ୍ରକାରଭେଦ ଦେଖିବା। ସ୍ୱାଭାବିକ ଶ୍ରମ ବିଭାଜନ, ଅସ୍ୱାଭାବିକ ବା ବ୍ୟାଧିଜନକ ଶ୍ରମ ବିଭାଜନ। ତ ସ୍ୱାଭାବିକ ଶ୍ରମ ବିଭାଜନ ସମାଜରେ ସକାରାତ୍ମକ ସମ୍ବନ୍ଧ ପ୍ରତିଷ୍ଠା କରୁଥିବା ବେଳେ ଅସ୍ୱାଭାବିକ ବା ବ୍ୟାଧିଜନକ ଶ୍ରମ ବିଭାଜନ ସମାଜରେ ବିଘଟନ ସୃଷ୍ଟି କରିଥାଏ। ପୁନଶ୍ଚ ଅସ୍ୱାଭାବିକ ଶ୍ରମ ବିଭାଜନକୁ 2 ଭାଗରେ ବିଭକ୍ତ କରାଯାଇଛି। ଅପ୍ରତିମାନୀୟ ଶ୍ରମ ବିଭାଜନ, ବାଧ୍ୟ-ବାଧକତା ଶ୍ରମ ବିଭାଜନ। ଦୁର୍ଖାଇମଙ୍କ ମତରେ ଯେତେବେଳେ ସମାଜରେ ଚରମ ବିଶେଷୀକରଣ ଦେଖାଯାଏ, ଶ୍ରମିକମାନେ କ୍ଷୁଦ୍ରାତିକ୍ଷୁଦ୍ର କାର୍ଯ୍ୟ କରିଥାନ୍ତି, ଏହାଦ୍ୱାରା ସେମାନେ ଅନ୍ୟାନ୍ୟ କ୍ରିୟାଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥାନ୍ତି। ଏ ପ୍ରକାର ଶ୍ରମ ବିଭାଜନ ହେଉଛି ଅପ୍ରତିମାନୀୟ ଶ୍ରମ ବିଭାଜନ। ଶ୍ରମିକର ଯୋଗ୍ୟତା, କାର୍ଯ୍ୟ କୁଶଳତା, ଅଭିରୁଚି ବା ଇଚ୍ଛା
ବିରୁଦ୍ଧରେ ଜୋର ଜବରଦସ୍ତି ଲଦି ଦିଆଯାଇଥିବା କାର୍ଯ୍ୟ ସମ୍ପାଦନ କରିବାକୁ ବାଧ୍ୟବାଧକତା ଶ୍ରମ ବିଭାଜନ କୁହାଯାଇଥାଏ। ଦୁର୍ଖାଇମଙ୍କ ମତରେ ଅତ୍ୟଧିକ ଶ୍ରମ ବିଭାଜନ ସମାଜରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ଅତ୍ୟଧିକ ବ୍ୟକ୍ତିବାଦର ବିକାଶ, ବ୍ୟକ୍ତି ମଧ୍ୟରେ ସାମୂହିକ ଏବଂ ପାରସ୍ପରିକ ନିର୍ଭରତାର ଭାବନା ଅଭାବ ଘଟାଇଥାଏ। ଅପ୍ରତିମାନୀୟତା ବା ନିୟମ ବିହୀନତା ସୃଷ୍ଟି କରିଥାଏ। ତ ସମାଲୋଚନା ହେଲା ଏଇ ଯୋଉ ଶ୍ରମ ବିଭାଜନର ତତ୍ତ୍ୱକୁ। ଦୁର୍ଖାଇମଙ୍କ ଶ୍ରମ ବିଭାଜନ ସିଦ୍ଧାନ୍ତକୁ ଅନେକ ସମାଜ ବିଜ୍ଞାନୀ ନିମ୍ନରେ ସମାଲୋଚିତ କରିଛନ୍ତି। P.A. ସୋରକିନ୍ ଦର୍ଶାଇଛନ୍ତି ଯେ ଦୁର୍ଖାଇମଙ୍କ ପୂର୍ବରୁ 1858 ମସିହାରେ ଏଚସିକାରେ ତାଙ୍କ ପୁସ୍ତକ ପ୍ରିନ୍ସିପଲ୍ ଅଫ୍ ସୋସିଆଲ ସାଇନ୍ସରେ ସଂହତି ଏବଂ ସାମାଜିକ ଶ୍ରମ ବିଭାଜନ ବିଷୟରେ ବର୍ଣ୍ଣନା କରିଛନ୍ତି। E.S. ବୋଗାର୍ଟ୍ସ ତାଙ୍କ ପୁସ୍ତକରେ ଦି ଡେଭଲପମେଣ୍ଟ ଅଫ୍ ସୋସିଆଲ ଥଟ୍ ରେ ଉଲ୍ଲେଖ କରିଛନ୍ତି ଯେ ଟନିଜ୍ ଜେମିନିସାଫଟ୍, ରୁଗେସେଲ୍ ସାଫଟ୍ ଏବଂ ମାକାଇଭରଙ୍କ ସମୁଦାୟରୁ ସଂଘ ପରିବର୍ତ୍ତନ ଆଧାରରେ ସାମାଜିକ ବିବର୍ତ୍ତନର ଚିତ୍ର ସମାନ୍ତରାଳ ରୂପରେ ଦୁର୍ଖାଇମ୍ ତାଙ୍କ ଶ୍ରମ ବିଭାଜନ ସିଦ୍ଧାନ୍ତକୁ ପ୍ରସ୍ତୁତ କରିଛନ୍ତି। ବାର୍ନସ୍ଙ୍କ ମତରେ ଦୁର୍ଖାଇମ୍ଙ୍କର ଶ୍ରମ ବିଭାଜନ ଏକ ସାମାଜିକ ସିଦ୍ଧାନ୍ତ ବଦଳରେ ଅଧିକ ଜୀବବିଜ୍ଞାନ ସମ୍ବନ୍ଧୀୟ ସିଦ୍ଧାନ୍ତ ଅଟେ। କେତେକ ସମାଜ ବିଜ୍ଞାନୀଙ୍କ ମତରେ ଦୁର୍ଖାଇମ୍ ଜନସଂଖ୍ୟାତ୍ମକ କାରଣକୁ ତାଙ୍କ ଶ୍ରମ ବିଭାଜନରେ ଅଧିକ ଗୁରୁତ୍ୱ ଦେଇ ଅନ୍ୟ ସାମାଜିକ କାରକଗୁଡ଼ିକୁ ବିଚାରକୁ ନେଇ ନାହାନ୍ତି। ଆଜି ପାଇଁ ଏତିକି ଥିଲା। ଥ୍ୟାଙ୍କ ୟୁ।